हाय फ्रेंड्स। जय भोलेनाथ, जय जगन्नाथ। आज मो झील जीव सुरभित हवाई सेठी कुइज गोटे नहीं। चलतु शुणा आज तार किमिति भाषण दौची कि कौन करुची। ता ना हচ্ছে କଲରୀ ବେଣ୍ଡ। ଗୋଟିଏ ଗାଁରେ ଗୋଟିଏ ବୁଢୀ ମାଉସୀଟିଏ ରହୁଥିଲା। ସିଏ ଲୋକଙ୍କ ଘରେ କାମ କରି ନିଜର ପେଟ ପୋଷୁଥିଲା। ଦିନେ ସିଏ ଘରକୁ ଫେରିଲା ସମୟରେ ଗୋଟିଏ କଲରା ମଞ୍ଜି ପାଇଲା। ସିଏ ତା ଘର ଅଗଣାରେ ମାଟି ଖୋଳି ତାକୁ ପୋତି ଦେଲା। ଦେଇକି ତାର କିଛି ଦିନ ପରେ ତାର ସେଇଠି ଗୋଟେ କଲରା ଗଛ ପାଚି ହଳଦୀ ଗୁରୁ ଗୁରୁ ଦେଖାଗଲା। ବୁଢୀର ହସ କହିଲେ ନା ସରେ। ଦେଖି ସିଏ ତା ଘର ପାଖର ଗୋଟେ ବର ଗଛରେ ଗୋଟିଏ କାଉ କହିଲା, ଆରେ ବୁଢୀ ମାଉସୀ ମତେ ସେ କଲରାଟା ଦେ। ସେ ବୁଢୀ ମାଉସୀଟି ଭାବିଲା, ମୁଁ ଏତେ କଷ୍ଟରେ ବଢେଇଛି, ମୁଁ କାହିଁ ତାକୁ ଦେବି। ସିଏ ଗୋଟିଏ ବୁଦ୍ଧି ବାନ୍ଧିଲା। ସିଏ କହିଲା ଯେ ତୁ ଏଡେ ଆସ, ତୁ ତୋ ଠଣ୍ଟରେ ତ କାଦୁଅ ନାଗିଛି, ତୁ ଖାଇବୁ କଣ? ତୁ ଯା ମାମୁଁ ଘର କୂଅ ପାଖରୁ ମୁହଁ ଧୋଇକି ଆଇବୁ। କାଉ ଉଡି ଉଡିକା ଗଲା ମାମୁଁ ଘର କୂଅକୁ। କହିଲା, କୂଅ ଦେ ପାଣି ଧୁଏ ଠଣ୍ଟ, ଦେ ପାଣି ଧୁଏ ଠଣ୍ଟ। ସେ କହିଲା, ତୁ କେଡେ ବୁକା କି, ତୁ ଯାଉନୁ ଏଇ ମାଠି ଆଣିବୁ କୁମ୍ଭାର ପାଖରୁ। ତାପରେ କାଉ ଉଡି ଉଡିକା କୁମ୍ଭାର ପାଖକୁ ଗଲା। କୁମ୍ଭାର କହିଲା ଯେ, କୁମ୍ଭାର ମତେ ଜଲ୍ଦି ମାଠିଆ ବନାଇ ଦେ। ଦେଇକି ସିଏ କହିଲା, କାଦୁଅ ଆଣିକି ମତେ ଦେ, ଦେନେ ମୁଁ ମାଠିଆ ବନେଇ ଦେଲେ ତୁ ନେଇକି ଯିବୁ। ଦେଇକି ସିଏ କାଦ ପାଖ ବିଲ କତିକି ଗଲା। ସିଏ କହିଲା, ତୁ ଯା ମିରିଗ ପାଖରୁ ସିଂହ ଆଣିବୁ। ଦେଇକି ଖୁଳିକି ମୋ ଦେହରୁ ମାଟି ନେଇଯିବୁ। ଦେଇକି ସିଏ ମିରିଗ ପାଖକୁ ଗଲା। ମିରିଗକୁ ସିଏ କହିଲା, ଦେ ସିଂହ। ଦେଇକି କାଉ କହିଲା ଯେ, ମିରିଗକୁ ସିଏ କହିଲା, ଦେ ସିଂହ। ଦେଇକି ସିଏ କହିଲା, ତୁ ମତେ ଗୋଟିଏ ହରିଣ ଭାଙ୍ଗିକି ଦେ, ଦେନେ ମୁଁ ମାଟି ଖୋଳି ସେଇଟାକୁ ଦେଇକି କୂଅ ବନାଇବି। କୂଅରୁ ପାଣି କାଢି ମୋ ମୁହଁ ଧୋଇବି। ସିଏ କହିଲା, ମୁଁ କିଛି ଦିନ ହେଲାନି ଖାଇନି, ତୁ ଯା ଗାଈ ପାଖରୁ କ୍ଷୀର ଆଣିବୁ। ଦେଇକି କାଉ ଉଡି ଉଡିକା ଧବଳ ଗାଈ କତିକି ଗଲା। ଧବଳ ଗାଈ କହିଲା, ଧବଳ ଗାଈ ଦେ କ୍ଷୀର, ମିରିଗ ଖାଇ ସିଂହ ଦବ। ଦେଇକି ଗାଈ କହିଲା, ମୁଁ କିଛି ଦିନ ହେଲାନି ଖାଇନି, ତୁ ଯା ବିଲରୁ ଘାସ ଆଣିବୁ। ଦେଇକି କାଉ ଉଡି ଉଡିକା ଯାଇ କହିଲା ଯେ, ମତେ ଘାସ